1964 मसीहा मई मास 5 तारिखରେ କେନ୍ଦୁଝର ଜିଲ୍ଲାର ଆଦିବାସୀପଲ୍ଲୀ କୁସୁମିତାର ଏକ ପାହାଡ଼ି ଭୂଇଁଆ ପରିବାରରେ ଜନ୍ମ ହୋଇ ତାଙ୍କ ପିତା ଥିଲେ ନଇଚଳ ନାୟକ ଓ ମାତା ଥିଲେ ବାଇଗଣୀ ଦେବୀ। ମାତା ପିତାଙ୍କର କନିଷ୍ଠ ପୁତ୍ର ଧରଣୀଧର ଖୁବ୍ ମେଧାବୀ ଥିଲେ ଏବଂ ପିଲାଟି ଦିନରୁ ପାଠ ପଢ଼ାରେ ତାଙ୍କର ଖୁବ୍ ଆଗ୍ରହ ଥିଲା। ସେଥିଯୋଗୁଁ ଏକ ଦରିଦ୍ର ଆଦିବାସୀ ପରିବାରରେ ଜନ୍ମ ହୋଇ ମଧ୍ୟ ଅନେକ ବାଧାବିଘ୍ନ ସତ୍ତ୍ୱେ ଇଂରାଜୀ ବିଦ୍ୟାଳୟରେ ଶିକ୍ଷା ସମାପ୍ତ କରିଥିଲେ। ତାଙ୍କର ଶିକ୍ଷା ପ୍ରତି ଏ ଆଗ୍ରହ ଯୋଗୁଁ କେନ୍ଦୁଝରର ସେ ସମୟର ରାଜା ଧନଞ୍ଜୟ ନାରାୟଣ ଭଞ୍ଜ ତାଙ୍କୁ କଟକରେ ଜମିଜମା ସର୍ବେକ୍ଷଣ ବା ସର୍ଭେ ପାଠ ପଢ଼ାଇବାକୁ ପଠାଇଥିଲେ। ସେଠାରୁ ସଫଳତାର ସହ ଶିକ୍ଷା ସମାପ୍ତ କରି ଫେରିବା ପରେ ରାଜା ଧନଞ୍ଜୟ ନାରାୟଣ ଭଞ୍ଜ ତାଙ୍କୁ ସର୍ବେକ୍ଷଣ ନିରୀକ୍ଷକ ବା ସର୍ଭେ ଓଭରସିଅର ଭାବେ ନିଯୁକ୍ତ କରିଥିଲେ। କର୍ତ୍ତବ୍ୟନିଷ୍ଠ ଧରଣୀଧର ନିଜର ବ୍ୟକ୍ତିତ୍ୱ, ସାଧୁତା, ପରିଶ୍ରମ ଓ ଅଧ୍ୟବସାୟ ଦ୍ୱାରା ଖୁବ୍ କମ୍ ସମୟ ଭିତରେ ରାଜାଙ୍କର ପ୍ରିୟ ଭାଜନ ହୋଇପାରିଥିଲେ। ଏଥିରେ କ୍ଷୁବ୍ଧ ହୋଇ କିଛି ସ୍ୱାର୍ଥପର କର୍ମଚାରୀ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାକୁ ଲାଗିଲେ। ଏସବୁର ମୁଖ୍ୟ ପୁରୋଧା ଥିଲେ ସେ ସମୟରେ ରାଜାଙ୍କର ସରକାରୀ ଦେବାନ କ୍ଷମତାଲବୀ ବିଚିତ୍ରାନନ୍ଦ ଦାସ। ଧରଣୀଧରଙ୍କୁ ବଦନାମ କରିବା ଏବଂ ରାଜାଙ୍କ ନିକଟରେ ତାଙ୍କୁ ଅପ୍ରିୟ କରାଇବା ଥିଲା ଏମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଏହି ସମୟରେ 1890 ମସିହାରେ କେନ୍ଦୁଝର ଓ ସିଂଭୂମ ରାଜ୍ୟ ମଧ୍ୟରେ ସୀମାକୁ ନେଇ ବିବାଦ ଉଠିଥିଲା। ସେଥିପାଇଁ ମହାଅପି କାମ ପାଇଁ ରାଜା ଧରଣୀଧରଙ୍କୁ ସୀମାନ୍ତ ଅଞ୍ଚଳକୁ ପଠାଇଥିଲେ। ତାଙ୍କ ଅନୁପସ୍ଥିତିରେ ବିଚିତ୍ରାନନ୍ଦ ଦାସ ଏବଂ ତାଙ୍କର ଅନୁଗାମୀମାନେ ଧରଣୀଧରଙ୍କ ବିରୁଦ୍ଧରେ ଖଚ ମିଛ କରି ମିଥ୍ୟା ଅଭିଯୋଗ କରି ରାଜାଙ୍କ ମନରେ ବିଷ ଭୋଗରେ ସଫଳ ହୋଇଥିଲେ। ସେହି କାରଣରୁ ସୀମାନ୍ତରୁ ସୁଚାରୁରୂପେ କାର୍ଯ୍ୟ ସମ୍ପନ୍ନ କରି ଆସିବା ପରେ ମଧ୍ୟ ତାଙ୍କୁ ତାଙ୍କର ପଦବୀ ହରାଇବାକୁ ପଡ଼ିଥିଲା। ଓ ବିଦ୍ରୋହ 1868 ମସିହାରେ ରାଜାଙ୍କ ଅତ୍ୟାଚାରକୁ ବିଦ୍ରୋହ କରି ବିପ୍ଳବୀ ରତ୍ନନାୟକଙ୍କ ନେତୃତ୍ୱରେ ଭୂଇଁଆ ସମ୍ପ୍ରଦାୟ ଯେଉଁ ଲଢ଼େଇ କରିଥିଲେ ତାକୁ ଇଂରେଜମାନଙ୍କ ସହାୟତାରେ ଖୁବ୍ ନିଷ୍ଠୁରତାର ସହ ଦମନ କରାଯାଇଥିଲା। ଏହି ଘଟଣା ଭୂଇଁଆମାନଙ୍କୁ ଖୁବ୍ ଅସନ୍ତୁଷ୍ଟ କରିଥିଲା। ତା ସହିତ ରାଜା ଓ ରାଜକର୍ମଚାରୀମାନଙ୍କ ଦିନକୁ ଦିନ ବଢ଼ୁଥିବା ଅତ୍ୟାଚାର ଓ ତା ସହିତ ପ୍ରଚଳିତ ପେଣ୍ଠି ପ୍ରଥା ଧରଣୀଧରଙ୍କ ମନକୁ ଖୁବ୍ ଆନ୍ଦୋଳିତ ଓ କ୍ଷୁବ୍ଧ କରିଥିଲା। ଏହି ସମୟରେ କେନ୍ଦୁଝରର ଏକ ଘଟଣା ତାଙ୍କ ମନରେ କୋହୁଥିବା ବିପ୍ଳବର ନ୍ୟାୟକୁ ପ୍ରଜ୍ୱଳିତ କରିବାରେ ସକ୍ଷମ ହୋଇଥିଲା। କେନ୍ଦୁଝରରେ ଥିବା ମାଛପାଟଣା ନଦୀକୁ ବନ୍ଧାଇ କେନ୍ଦୁଝର ଆଡ଼କୁ ନେବାର ଯୋଜନା କରାଯାଇଥିଲା। ସେଥିପାଇଁ ଗରିବ ଆଦିବାସୀମାନଙ୍କୁ ମଜୁରୀ ନ ଦେଇ ପେଣ୍ଠି ବେତନରେ କାମ କରିବାକୁ ବାଧ୍ୟ କରାଗଲା। ସେତେବେଳେ କେନ୍ଦୁଝର ଗଡ଼ର ଦେବାନ ଗାନ୍ଧୀ ବ୍ୟାସକବି ଫକୀରମୋହନ ସେନାପତି ଏବଂ ଏହି